ଅଭିଯୋଗ ରହିଛି ଦଳୀୟ ଭିତ୍ତିରେ ସଭ୍ୟପଦ ରଦ୍ଦ କରାଯାଇଛି ଏବଂ ଜାଣିଶୁଣି ଦଳକୁ ଉଠାଇବା ପାଇଁ ଏବଂ ନିଜ ପ୍ରାର୍ଥୀକୁ ଭୋଟ ଦେବା ପାଇଁ ହିଁ ଏଭଳି ସଭ୍ୟପଦ ରାଜନୀତିରେ ସେମାନେ ଲୋକଙ୍କୁ ଭୁଲ ତଥ୍ୟ ଦେଲେ ସେଟା ଦିବାଲୋକରେ ସ୍ପଷ୍ଟ ଅଛି ଏବଂ ସେମାନଙ୍କର ସଭ୍ୟପଦ ବାବଦରେ ସ୍ପିକର ଜଣେ ଦାୟିତ୍ୱ ସମ୍ପନ୍ନ ଦାୟିତ୍ୱରେ ଅଛନ୍ତି ବିଧାନସଭାରେ ଏବଂ ସିଏ ସମସ୍ତ ସବୁ ଦିଗ ବିଚାର କରିକି ସବୁ ଆଇନ କାନୁନ ଦେଖିକି ଯାହା ନିଷ୍ପତ୍ତି କରିବା କଥା ଉଚିତ ନିଷ୍ପତ୍ତି କରିଛନ୍ତି। ଦଳୀୟ ଆବଶ୍ୟକ ନାହିଁ। ସ୍ପିକର ତ କୋଉ ଦଳ ନୁହନ୍ତି। ସ୍ପିକର ତାଙ୍କ ନିଜ ନିଷ୍ପତ୍ତି ସ୍ପିକର ଜଣେ ଶପଥ ନେଲା ପରେ ସିଏ ସବୁ ଆଇନ ସମ୍ମତ ଭାବରେ ଯୋଉ କାର୍ଯ୍ୟ ସେ କାର୍ଯ୍ୟ କରନ୍ତି। କିନ୍ତୁ ଉଭୟ ବିଜେଡି ଓ କଂଗ୍ରେସ ଅଭିଯୋଗ କରୁଛନ୍ତି ଯେହେତୁ ବିଜେପିକୁ ଭୋଟ ଯାଇଛି କ୍ରସ୍ ଭୋଟିଂଟା ତେଣୁ ସ୍ପିକର ଏଥିପାଇଁ ଦଳୀୟ ଭିତରେ ନିଷ୍ପତ୍ତି ନେଇଛନ୍ତି। କୋଉଠି କୁଆ ଉଡ଼ିଲା ଯଦି ବେଲ ପଡ଼ିଗଲା ତାକୁ ଜଣେ କହିବ ସେଥିରେ କିଛି ମୂଲ୍ୟ ଅଛି କି? ଇସ୍ୟୁକୁ ଡାଇଭର୍ଟ କରିବା ପାଇଁ ଆଉ ଲୋକଙ୍କ ଆଟେନସନକୁ ଡାଇଭର୍ଟ କରିବା ପାଇଁ ଆମେ ଭିଡରେ ଆମେ କାହାକୁ ଆଟେନସନ ଡାଇଭର୍ଟ କରିବା ପାଇଁ କହିବା ତୁମ ନିଜ ଆତ୍ମସମୀକ୍ଷା କରିବା ଉଚିତ ଆଉ ପରାମର୍ଶ କରିବା ଉଚିତ। ତା ଜଣେ ବିଶେଷ ଆଇନଜ୍ଞ ଅଛନ୍ତି ଏବଂ ଯେଉଁମାନେ ବିଧାନସଭାର ଆଇନ କାନୁନ ବ୍ୟବସ୍ଥା ଜାଣୁଛନ୍ତି ସେମାନଙ୍କୁ ପରାମର୍ଶ କରିବା ଉଚିତ ତାଙ୍କର। ବର୍ତ୍ତମାନ ସମୟରେ ରାଜ୍ୟରେ ଗୋଟେ ପ୍ରକାର ଭିଡ଼ ହିଂସା ବଢି ବଢି ଚାଲିଛି। ଆମେ ଯଦି ଦେଖିବା ଗତ 3 ମାସ ଭିତରେ 3ଟା 4ଟା ଜାଗାରେ ଭିଡ଼ ହିଂସା ହେଲାଣି। ପରିସ୍ଥିତି ଗୋଟେ ବିପର୍ଯ୍ୟସ୍ତ ଆଡକୁ ମୁହଁଉଛି ବୋଲି ବିରୋଧୀ ଅଭିଯୋଗ। ନାଇଁ ଆପଣ ଦେଖିବେ ଯୋଉ ଇନସିଡେଣ୍ଟ ହଉଛି ଦୃଢ଼ତାର ସହିତ ଯାହା ପଦକ୍ଷେପ ନିଆଯାଉଛି ସେଥିରେ ତ କାହାର ଦ୍ୱିମତ ନାହିଁ। ଇନସିଡେଣ୍ଟ ହେଲା ତାର ଦୃଢ଼ତାର ସହିତ ପଦକ୍ଷେପ ନେବା ନେଲେ ହିଁ ଆମେ ଯୋଉ ଇନସିଡେଣ୍ଟ ହେଇଛି ତାକୁ ଦୃଢ଼ତାର ସହିତ ଆମ ଗୃହ ବିଭାଗ ଦୃଢ଼ତାର ସହିତ ନେଇଛି ସରକାର ଦୃଢ଼ତାର ସହିତ ନେଇଛି। ପ୍ରଧାନମନ୍ତ୍ରୀ ଓଡ଼ିଶା ଆସିଥିଲେ 2 ବର୍ଷ ପୂର୍ତ୍ତି ପାଳନ ମଧ୍ୟ ସରିଲା କିନ୍ତୁ ଏପର୍ଯ୍ୟନ୍ତ ସରକାର ତରଫରୁ ନିଗମ ବୋର୍ଡ କ୍ଷୟ ହୋଇପାରିଲାନି ଏବଂ ଖୋର୍ଦ୍ଧା ଜିଲ୍ଲାର ଏପିପିକୁ ନେଇକି ମଧ୍ୟ ଏବେ ବି ସମସ୍ୟା ଦ୍ୱନ୍ଦ୍ୱ ଲାଗି ରହିଛି। ଏ ପର୍ଯ୍ୟନ୍ତ ମଧ୍ୟ ନିଯୁକ୍ତି ହୋଇପାରିନାହିଁ। କୌଣସି ବିବାଦ ନାହିଁ। ସ୍ପଷ୍ଟ ମୁଁ କରୁଛି ଆପଣଙ୍କୁ କୌଣସି ବିବାଦ ନାହିଁ। ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନିଆଯିବ। 2 ବର୍ଷ ହୋଇଗଲା କେବେ ଠିକ୍ ସମୟ ଆସିବ? ଠିକ୍ ସମୟ ଯେବେ ଆପଣଙ୍କୁ ଆମେ କହିବୁ ହେଲା ବୋଲି ସେତେବେଳେ ଠିକ୍ ସମୟ। ଏ ପର୍ଯ୍ୟନ୍ତ ଯୋଉ ଖାଲି ପଡ଼ିଛି ଅନେକ ଗୁଡ଼ିଏ ନିଷ୍ପତ୍ତି ନିଆଯାଇ ପାରୁନାହିଁ। ଲଗାତାର ଭାବରେ ସରକାର 2 ବର୍ଷ ପୂର୍ତ୍ତି ହୋଇଛି। ବିରୋଧୀ ବିରୋଧ କରୁଛନ୍ତି ଏବଂ ଅନେକ କାର୍ଯ୍ୟ ଯଦି ଦେଖିବା ବ୍ଲକ ସ୍ତରରେ ରାଜ୍ୟ ସ୍ତରରେ ଅଟକିକି ରହିଛି। କୌଣସି କାମ ଅଟକିନି। ଡେଭଲପମେଣ୍ଟ କାମ ଦ୍ରୁତ ଗତିରେ ଚାଲିଛି। ନିଷ୍ପତ୍ତି ନିଆଯାଇ ପାରୁନାହିଁ। ନିଷ୍ପତ୍ତି ସବୁ ଜାଗାରେ ନିଆଯାଇଛି। ବୋର୍ଡ ନିଗମରେ ନିଷ୍ପତ୍ତି ନେବାରେ କୌଣସି କାର୍ଯ୍ୟ ବିଳମ୍ବ ହେଉନି। ସବୁ ଟାଇମଲି ନିଆଯାଉଛି। ରାଜ୍ୟ କ୍ୟାବିନେଟ୍ ମଧ୍ୟ ମନ୍ତ୍ରିମଣ୍ଡଳର ଅଦଳବଦଳ ସାମ୍ନାକୁ ଆସିଥିଲା ଏବଂ ସମ୍ପ୍ରସାରଣ ମଧ୍ୟ କରାଯିବା ନେଇ ଥିଲା ପ୍ରସଙ୍ଗ। 2 ବର୍ଷ ପୂର୍ତ୍ତି ହୋଇଛି କେବେ ସୁଦ୍ଧା ଆଗକୁ କରାଯିବ ତ ପ୍ରଥମେ ତ ମୁଁ କହିଛି ମୂଳରୁ ଆପଣଙ୍କୁ ବାରମ୍ବାର କହିଛି ଆଗେ ତ ଆମେ ସାମ୍ବାଦିକ ମାନଙ୍କୁ ଜଣେଇବୁ ଅନ୍ୟମାନେ ଜାଣିବା ଆଗରୁ। ଯାହା ସୂଚନା ରହୁଛି ଦୁର୍ଗାପୂଜା ପୂର୍ବରୁ ହିଁ ସମ୍ପ୍ରସାରଣ କାର୍ଯ୍ୟ କେବେ ହବ ଆପଣ ଅପେକ୍ଷା କରନ୍ତୁ ଦେଖିବେ।